ବାଲେଶ୍ୱରର ଉର୍ମିଳା ବେଙ୍ଗଲୋରରେ ଗୋଟେ କମ୍ପାନୀରେ ଚାକିରି କରୁଥିଲା। ଆଉ ସେଇ ଚାକିରି କରିବା ଭିତରେ ସେଇ କମ୍ପାନୀରେ ଚାକିରି କରୁଥିବା ପୁରୀର ମନୋଜ ସହିତ ଦେଖା ହେଲା। ମନୋଜ ବି ଟଙ୍କା ରୋଜଗାର କରିବାକୁ ବେଙ୍ଗଲୋରରେ ସେଇ କମ୍ପାନୀରେ ଚାକିରି କରୁଥିଲା, ଯେଉଁ କମ୍ପାନୀରେ ଉର୍ମିଳା ଚାକିରି କରୁଥିଲା। ଉଭୟ କମ୍ପାନୀରେ କାମ କରିବା ଭିତରେ ମନୋଜ ଆଉ ଉର୍ମିଳାର ସବୁଦିନ ଦେଖା ହେଉଥିଲା। ଆଉ ସବୁଦିନ ଦେଖା ଚାହାଁ ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ପ୍ରେମ ଗଭୀର ହେଲା। ଉଭୟ ବେଙ୍ଗଲୋରରେ ଗୋଟେ ଭଡ଼ା ଘର ନେଇ ଗୋଟିଏ ରୁମ୍ରେ ଗୋଟେ ଛାତ ତଳେ ଗୋଟେ ବେଡ୍ରେ ସାଙ୍ଗ ହୋଇ ଲିଭ୍ ଇନ୍ ରିଲେସନସିପ୍ରେ ରହିଲେ। ହେଲେ ଉର୍ମିଳା ଜଣକ ସହିତ ଲିଭ୍ ଇନ୍ରେ ରହିଲା ପରେ ମନୋଜକୁ ଛାଡ଼ି ଆଉ କାହାର ହେବାକୁ ସ୍ୱପ୍ନ ଦେଖୁଛି। ହେଲେ କାହିଁକି? ମନୋଜ ଉର୍ମିଳାର କିଛି ଅସୁବିଧା କଲା କି? ନା ମନୋଜ ତାକୁ ସୁଖ ଦେଇପାରୁନଥିଲା, ନା ଉର୍ମିଳାକୁ ମନୋଜଠୁ ଆହୁରି ଭଲ ପିଲା ମିଳିଗଲେ? ଏସବୁ କଥା ଜାଣିବା ପାଇଁ ଆମକୁ ପୁରା କାହାଣୀ ଦେଖିବାକୁ ପଡ଼ିବ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ପୁରୀ ଜିଲ୍ଲାର ମନୋଜ ଭଲ ପାଉଥିଲା ବାଲେଶ୍ୱରର ଉର୍ମିଳାକୁ। ଉର୍ମିଳା ବେଙ୍ଗଲୋରରେ ଯେଉଁ କମ୍ପାନୀରେ କାମ କରୁଥିଲା ସେହି କମ୍ପାନୀରେ କାମ କରୁଥିଲା ମନୋଜ। ଉର୍ମିଳା ସହିତ ମନୋଜର ସବୁଦିନ କମ୍ପାନୀରେ ଦେଖା ହୁଏ। ଆଉ ଏହି ଦେଖା ସାକ୍ଷାତ କେତେବେଳେ ପ୍ରେମରେ ପରିଣତ ହୋଇଯାଇଥିଲା ସେମାନେ ନିଜେ ବି ଜାଣିପାରିନଥିଲେ। ସମୟ ଅନୁସାରେ ଧୀରେ ଧୀରେ ପ୍ରେମ ନିବିଡ଼ ହୋଇ ଗଭୀର ବି ହେଲା। ପ୍ରେମରେ ଉବୁଟୁବୁ ହେଉଥିବା ଦୁଇ ପ୍ରେମ ପକ୍ଷୀ ସବୁକିଛି ଭୁଲି ପ୍ରେମ ଆକାଶରେ ଉଡ଼ିବାକୁ ଲାଗିଲେ। ଅଲଗା ଅଲଗା ରହୁଥିବା ମନୋଜ ଆଉ ଉର୍ମିଳା ଗୋଟେ ଛାତ ତଳେ ଗୋଟେ ବେଡ୍ରେ ରାତି ବି କାଟିଲେ। ନିଜୁମ ରାତିର ଯେତେବେଳେ ପୁରା ବେଙ୍ଗଲୋର ସହର ଶୋଇପଡ଼େ ଏମାନେ ପ୍ରେମ ରାଇଜର ସ୍ୱପ୍ନ ଦେଖୁଥିଲେ। ଆଉ ସବୁକିଛି କରନ୍ତି ଯାହା ଜଣେ ଯୁବକ ଆଉ ଯୁବତୀ ଏକୁଟିଆ ଗୋଟେ ରୁମ୍ରେ ଗୋଟେ ବେଡ୍ରେ ଶୋଇଲେ ଯାହା କରନ୍ତି। ଏମିତିରେ ବିତିଯାଏ ଗୋଟେ ବର୍ଷ। ଆଉ ଏ ଗୋଟେ ବର୍ଷ ଭିତରେ ଅନେକ ସ୍ମୃତି ଅନେକ ଅନୁଭୂତି ସାଉଁଟିଛନ୍ତି ଏଇ ପ୍ରେମୀ ଯୁଗଳ ମନୋଜ ଆଉ ଉର୍ମିଳା। ହେଲେ ଉର୍ମିଳା ଘରକୁ ବୁଲିବାକୁ ଆସି ପରିବାର ଲୋକଙ୍କ ପାଖରେ ମନୋଜ ଆଉ ତା ପ୍ରେମ ବିଷୟରେ ସବୁ କୁହେ। ଆଉ ଉର୍ମିଳାର ପରିବାର ଲୋକେ ବି ମନୋଜକୁ ଜ୍ୱାଇଁ କରିବାକୁ ରାଜି ହୋଇଯାଆନ୍ତି। ଆଉ ଉର୍ମିଳା ବି ଖୁସି ହେଇ ମନୋଜକୁ ସବୁ କଥା ଫୋନ୍ କରି ଜଣେଇ ଦିଏ। ମନୋଜ ଉର୍ମିଳାଠୁ ଗ୍ରୀନ୍ ସିଗ୍ନାଲ ପାଇଲା ପରେ ଖୁସି ହେଇଯାଏ। ଆଉ ମନୋଜ ବି ତା ପରିବାର ଲୋକଙ୍କୁ ସବୁ କଥା ଫୋନ୍ରେ କହିଦିଏ। ଉଭୟ ପରିବାର କଥା ହେଲା ପରେ ବାହାଘର ଫାଇନାଲ ହୁଏ। ଏପଟେ ଉର୍ମିଳା ମନୋଜକୁ ଫୋନ୍ କରି ବେଙ୍ଗଲୋରରୁ ଡକେଇ ଦେଲା। ମନୋଜ ବେଙ୍ଗଲୋରରୁ ଆସି ଗାଁରେ ପହଞ୍ଚିଗଲା ଉର୍ମିଳାକୁ ଜୀବନସାଥୀ କରି ଘରକୁ ଆଣିବାକୁ। ହେଲେ ମନୋଜ ଘରେ ପହଞ୍ଚି ଉର୍ମିଳାକୁ ଫୋନ୍ ଲଗାଇଲା ବେଳକୁ ଉର୍ମିଳାର ଫୋନ୍ ସୁଇଚ୍ ଅଫ୍ ଥିଲା। ମନୋଜ ବ୍ୟସ୍ତ ହୋଇପଡ଼ିଲା। ତାଙ୍କ ଘର ନମ୍ବରକୁ କଲ୍ କଲା। ଆଉ ସେ ଫୋନ୍ ଯିଏ ଉଠାଇଲା ମନୋଜ ବୋଲି ଜାଣିଲା ପରେ ଫୋନ୍ କାଟି ବ୍ଲକ୍ କରିଦେଲା। ମନୋଜ କିଛି ବୁଝିପାରୁନଥିଲା। ଯେତେବେଳେ ମନୋଜ ଅନ୍ୟ ଏକ ନମ୍ବରରୁ ଉର୍ମିଳାକୁ କଲ୍ କଲା ଉର୍ମିଳାର ଫୋନ୍ ଲାଗିଥିଲା ଆଉ ସେ ଫୋନ୍ ଉଠାଇ ବି ଥିଲା। ହେଲେ ଯେତେବେଳେ ସେ ମନୋଜ ବୋଲି ଜାଣିଲା ଫୋନ୍ କାଟିଦେଇ ସେ ନମ୍ବରକୁ ମଧ୍ୟ ଉର୍ମିଳା ବ୍ଲକ୍ କରିଦେଲା। ମନୋଜ ଯେତେ ନମ୍ବରରୁ କଲ୍ କରିଛି ସବୁ ନମ୍ବର ଉର୍ମିଳା ବ୍ଲକ୍ କରିଦେଇଛି। ହେଲେ ଗୋଟେ କଥା ବୁଝି ହେଲାନି ଏଠି କ'ଣ ଅସୁବିଧା ହେଲା, କାହିଁକି ଉର୍ମିଳା ମନୋଜକୁ ଏମିତି ଏଭଏଡ଼୍ କଲା। କ'ଣ କାରଣ ଆମକୁ ତ ସଠିକ୍ ଭାବେ ଜଣା ନାହିଁ। ହେଲେ ଆମେ ପ୍ରକୃତ ସତ ଜାଣିବାକୁ ଉର୍ମିଳାକୁ କଲ୍ କରିଥିଲୁ। 2-3 ଥର କେହି ଫୋନ୍ ଉଠାଇ ନଥିଲେ। ହେଲେ କିଛି ସମୟ ପରେ ସେପଟୁ କଲ୍ ଆସିଲା ଆଉ ସେ ଥିଲେ ଉର୍ମିଳାର ମା'। ଆମେ ଯେତେବେଳେ ମନୋଜ କଥା ପଚାରିଥିଲୁ ସେ ସିଧା ସିଧା କହିଥିଲେ ମନୋଜ କିଏ ଆମେ ଜାଣିନୁ, ଆଉ ଫୋନ୍ ତୁରନ୍ତ କାଟି ଦେଇଥିଲେ। ହେଲେ ଏ କଥା ତ ନିଶ୍ଚିତ ମିଛ ଯେ ସେ ମନୋଜକୁ ଜାଣିନାହାନ୍ତି ବୋଲି କହୁଛନ୍ତି। ଯଦି ମନୋଜକୁ ଜାଣିନାହାନ୍ତି ତେବେ ଫଟୋ ସବୁ କ'ଣ ମିଛ? ଆଉ ମନୋଜ ଯାହା ଅଭିଯୋଗ କରିଛି କ'ଣ ସେସବୁ ମିଛ? ବିଚରା ମନୋଜ ଉର୍ମିଳାକୁ ଏତେ ଭଲ ପାଉଛି ଯେ ରାତି ସାରା ଶୋଇପାରୁନି, ଖାଇପାରୁନି, ସବୁବେଳେ ଖାଲି ଉର୍ମିଳା କଥା ମନେ ପକେଇ ଆଖିରୁ ଲୁହ ଝରଉଛି। ଆଉ ସେପଟେ ଉର୍ମିଳା ଆଉ କାହାକୁ ନିଜର କରିବାକୁ ସ୍ୱପ୍ନ ଦେଖୁନି ତ? କ'ଣ ଗୋଟେ ବର୍ଷ ମନୋଜ ସହିତ ରହି ଉର୍ମିଳା ବୋର୍ ହେଇଯାଇଛି? ନା ଉର୍ମିଳାକୁ ଆଉ ଜଣେ ନୂଆ ପ୍ରେମିକ ଦରକାର? ନା ମନୋଜ ଉର୍ମିଳାକୁ ଠିକ୍ସେ ଖୁସି ଦେଇପାରୁନଥିଲା ବୋଲି ଉର୍ମିଳା ଦୂରେଇ ଯାଇ ଲିଭ୍ ଇନ୍ରେ ରହିବାକୁ ନୂଆ ପାର୍ଟନର ଖୋଜୁଛି? ଏଇଭଳି ଉର୍ମିଳାମାନଙ୍କୁ ମୋର ଗୋଟେ ପ୍ରଶ୍ନ, ସତ କହିଲେ ଆଉ କେତେଜଣ ମନୋଜଙ୍କ ଜୀବନକୁ ବର୍ବାଦ କରିବ? ସବୁଦିନ ଏଇ ଉର୍ମିଳା ଭଳି ଝିଅମାନଙ୍କ ପାଇଁ କେତେ ମନୋଜ କଷ୍ଟ ପାଉଛନ୍ତି ତାର ହିସାବ ନାହିଁ। ଏବେ ବି ମନୋଜ ଉର୍ମିଳାକୁ ଅପେକ୍ଷା କରିଛି ଆଉ ନିବେଦନ କରୁଛି, ଏ ଉର୍ମି ତୁ ମୋ ପାଖକୁ ଫେରିଆ ଆଉ ମୁଁ ତତେ ରାଣୀ ପରି ରଖିବି। ଆପଣଙ୍କୁ କ'ଣ ଲାଗୁଛି ମନୋଜ କଥା ଉର୍ମିଳା କ'ଣ ଶୁଣିବ ଆଉ ପୁଣି ଥରେ ମନୋଜ ପାଖକୁ ଫେରିଆସିବ? ନା ସବୁ ଧୋକେବାଜ ଝିଅଙ୍କ ପରି ୟାକୁ ବି କିଛି ଫରକ ପଡ଼ିବ ନାହିଁ? ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।